ସାଙ୍ଗମାନେ ଗୋଟିଏ ପୁଅ ପିଲା ଅବା ପୁରୁଷର ଜୀବନ ସତରେ କେତେ କଷ୍ଟ ତାହା ବର୍ଣ୍ଣନା କରିବା ଭାରି କଷ୍ଟଦାୟକ। ଆମେ ଦେଖୁଥିବା ଗୋଟିଏ ପୁଅର ଜୀବନ ଯେତିକି ସରଳ ଲାଗୁଥାଏ, ବାସ୍ତବରେ କିନ୍ତୁ ତାର ଜୀବନ ସମ୍ପୂର୍ଣ୍ଣ ଓଲଟା ଅବା ଭାରି କଷ୍ଟଦାୟକ ହୋଇଥାଏ। ପୁଅଟିଏ ଜନ୍ମ ହେଲେ ସମସ୍ତେ କେତେ ଖୁସି ହୁଅନ୍ତି, କିନ୍ତୁ ସେହି ପୁଅ ତା ଜୀବନରେ ତାର କେତେ ଗୁଣା ଦୁଃଖ ଭୋଗିଥାଏ କେବଳ ସେ ହିଁ ଜାଣିଥାଏ। ଖେଳିବା ବୁଲିବା ଅବା ପାଠ ପଢ଼ିବା ବୟସରେ ପରିବାରର ବୋଝ ଲଦି ଦିଆଯାଏ। ଯଦି ଇନକମ୍ ନଥାଏ ତାହେଲେ ପରିବାରର ସବୁଠୁ ଖରାପ ପୁଅ ହୋଇଯାଏ। ବାହାଘର ପରେ ଗୋଟିଏ ପୁଅକୁ ଦୁଇ ଭାଗ କରି ଦିଆଯାଏ, ଗୋଟିଏ ଭାଗ ମାଆର ଆଉ ଗୋଟିଏ ଭାଗ ସ୍ତ୍ରୀର। ପରିବାରର ଟେନସନ୍, ଅଫିସର କାମ, ତାପରେ ସ୍ତ୍ରୀର ମାନସିକ ଯନ୍ତ୍ରଣାରେ ପୁରା ପେଶି ହୋଇଯାଏ। ଜୀବନର ପ୍ରତ୍ୟେକଟି ମୁହୂର୍ତ୍ତ ଦୁଃଖ କଷ୍ଟ ଅବା ଅଶାନ୍ତିରେ କଟିଥାଏ। ସମସ୍ତଙ୍କ ପାଇଁ ସବୁ ଜିନିଷ ଆଣିସାରିବା ପରେ ନିଜ ପାଇଁ ଆଉ ନିଜ ପାଖରେ ପଇସା ନଥାଏ, ତଥାପି ବି ସେ କେବେ ମନ ଦୁଃଖ କରେ ନା। ଗୋଟିଏ ପୁଅର ସାରା ଜୀବନ ତା ପରିବାର, ସ୍ତ୍ରୀ, ପିଲାଛୁଆ ଆଉ ବନ୍ଧୁବାନ୍ଧବଙ୍କୁ ଖୁସି ଦେବାରେ କଟିଯାଏ। ଆଉ ଗୋଟିଏ ପୁଅ ସବୁକିଛି କରିବା ପରେ ବି ଶେଷରେ ତାକୁ ଶୁଣିବାକୁ ମିଳେ, ତୁ ଆମ ପାଇଁ କ'ଣ କରିଛୁ? ସତରେ ସାଙ୍ଗମାନେ, ପୁରୁଷମାନଙ୍କ ଜୀବନ ବହୁତ କଷ୍ଟଦାୟକ ଅବା ଯନ୍ତ୍ରଣାଦାୟକ। କ'ଣ ଆପଣ ଏହି କଥାରେ ଏକମତ? ଯଦି ଏକମତ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ। ଆଉ ଏହି ଭିଡ଼ିଓଟି ଆପଣଙ୍କୁ କିପରି ଲାଗିଲା ମତାମତ ଦେବାକୁ ଜମାରୁ ଭୁଲିବେ ନାହିଁ। ସାଙ୍ଗମାନେ, ଭାଇ କେବେ ବୋଝ ନୁହେଁ, ସେ ଏକ ସାହାରା। ପଡ଼ିବା ଦେଖିଲେ ଉଠାଏ, ଥକିଗଲେ ଧରି ନିଏ, ଆଉ ଭୁଲ କଲେ କ୍ଷମା କରିଦିଏ। ସେ କେବଳ ଏକ ସମ୍ପର୍କ ନୁହେଁ, ସେ ହେଉଛି ଏକ ଆତ୍ମବଳ, ଢାଲ ଓ ସର୍ବଶ୍ରେଷ୍ଠ ବନ୍ଧୁ। ଦୁନିଆ ଯାହା ବି କହୁ, ନିଜ ଭାଇଙ୍କର ହାତ କେବେ ଛାଡ଼ ନାହିଁ। କାହିଁକି ନା ଯେତେବେଳେ ସମସ୍ତେ ହାତ ଛାଡ଼ି ଦିଅନ୍ତି, ସେତେବେଳେ ଭାଇ ହିଁ ଏକୁଟିଆ କାନ୍ଧ ଲଗାଏ। କ'ଣ ସାଙ୍ଗମାନେ, ଠିକ୍ ତ? କଥା ମୋର, ବିଚାର ଆପଣମାନଙ୍କର। ଯଦି ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ। ଆଉ ଏହି ଭିଡ଼ିଓଟି ଆପଣଙ୍କୁ କିପରି ଲାଗିଲା ମତାମତ ଦେବାକୁ ଜମାରୁ ଭୁଲିବେ ନାହିଁ।